ଜୟଦୁର୍ଗା ହାଇସ୍କୁଲର ମାଟ୍ରିକ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ। ବନ୍ଧୁତାର ନିବିଡ଼ ସମ୍ପର୍କ, ଯୁଗ ଯୁଗର ଏକ ଅଛିଣ୍ଡା ମମତା ଡୋରିର ଅନାବିଳ ସମ୍ପର୍କ। ନା ଛିନ୍ନ ହୋଇଥାଏ ସମ୍ପର୍କର ଡର, ନା ଭୁଲି ହୋଇଥାଏ ହୃଦୟରେ ଆଙ୍କି ହୋଇଥିବା ଅଭୁଲା ଦିନର ଅଭୁଲା ସ୍ମୃତି। କିନ୍ତୁ ଦୁନିଆର ବିରାଟକାୟ ଚଲାପଥରେ କିଏ ଯେ କେଉଁ ରାସ୍ତା ଦେଇ ଗତି କରି ଚାଲିଥାଏ, ସେହି ସମୟରେ ଦୂରେଇ ଯାଇଥାଏ ମମତା ଭରା ଭଲ ପାଇବାର ସମ୍ପର୍କର ବନ୍ଧନଟି। କ୍ଷଣିକ ପାଇଁ ସଂସାର କୁହୁଡ଼ିରେ ହଜି ଯାଇଥାଏ ବନ୍ଧୁମାନଙ୍କ ଚିହ୍ନା ମୁହଁଟି। ଖୋଜିବାକୁ ଇଚ୍ଛା ଥିଲେ ମଧ୍ୟ ଚେଷ୍ଟାର ପାହାଚଟି ପ୍ରତିବନ୍ଧକ ସାଜିଯାଏ ନିଜ ଭବିଷ୍ୟତର ଲମ୍ବା ରାସ୍ତାରେ। ତଥାପି ମଣିଷ ଭୁଲିପାରେ ନାହିଁ ବିଗତ ଦିନରେ ହସ ଖୁସି ଥଟ୍ଟା ମଜା ସହିତ ରାଗ ରସାର ସେ ଅଭୁଲା ଦିନକୁ। ସମୟ ଚକ୍ରର ଏମିତି ଏକ ମୁହୂର୍ତ୍ତ ଆସିଯାଇଥାଏ, ଯାହାକି ହୃଦୟ ଭିତରେ କମ୍ପନ ସୃଷ୍ଟି ହୋଇ ଆଖି ସାମ୍ନାରେ ଏକ ଚଳଚ୍ଚିତ୍ର ସଦୃଶ୍ୟ ତାର ପ୍ରତିଛବି ନାଚି ଉଠିଥାଏ। ସମସ୍ତେ ପର ହୋଇଯାଇ ପାରନ୍ତି, କିନ୍ତୁ ପିଲାବେଳର ବନ୍ଧୁ ପର ହେବା ଏତେ ସହଜ ହୋଇନଥାଏ। ସେହି ବନ୍ଧୁମାନଙ୍କ ସହିତ ଘଡ଼ିଏ ମୁହୂର୍ତ୍ତ ପାଇଁ ଦୁଃଖ ସୁଖ ଏବଂ ଭବିଷ୍ୟତ ଜୀବନର ଚଲାପଥ ବିଷୟରେ ଭାଗିଦାର ହେବା ପାଇଁ କରାଯାଇଥାଏ ବନ୍ଧୁ ମିଳନର ଏକ ଅଭୁଲା ମିଳନ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଜୟଦୁର୍ଗା ହାଇସ୍କୁଲର 2002 ବ୍ୟାଚର ମାଟ୍ରିକ ଛାତ୍ରଛାତ୍ରୀମାନଙ୍କ ହୋଇଛି ବନ୍ଧୁ ମିଳନ। ଦୀର୍ଘ ଦିନର ବ୍ୟବଧାନ ପରେ ଆଜିର ଯୁଗରେ କାର୍ଯ୍ୟ ବ୍ୟସ୍ତତା ଭିତରେ ମଧ୍ୟ ସମୟକୁ ବିନିଯୋଗ କରି ଛାତ୍ର ଜୀବନର ସହପାଠୀମାନଙ୍କ ସହିତ ଏକତ୍ରିତ ହେବାର ଏକ ଅତି ସ୍ମରଣୀୟ ଦିନକୁ ଆପଣାଇ ପାରିଛନ୍ତି। ଏମିତି ବନ୍ଧୁ ମିଳନରେ ଏକତ୍ରିତ ହୋଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନର ନିଆରା ଦୃଶ୍ୟ ପ୍ରାୟତଃ ଖୁବ୍ କମ୍ ଦେଖିବାକୁ ମିଳିଥାଏ। କିନ୍ତୁ ନର୍ଲା ରୋଡର 2002 ଜୟଦୁର୍ଗା ହାଇସ୍କୁଲର ମାଟ୍ରିକ ବ୍ୟାଚର 70 ଜଣ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଦହଲ ସ୍ଥିତ ଆମ୍ବ ବଗିଚାରେ ବନ୍ଧୁ ମିଳନ ଭଳି ଏକ ନିଆରା କାର୍ଯ୍ୟକ୍ରମ କରିଥିବା ଦେଖିବାକୁ ମିଳିଛି। ଏହି ବ୍ୟାଚରେ ଅନେକ ଛାତ୍ରଛାତ୍ରୀ ସରକାରୀ ଏବଂ ବେସରକାରୀ ସ୍ତରରେ ଚାକିରି କରିଥିବା ଜଣାପଡ଼ିଛି। ଆଉ ଅନେକ ଛାତ୍ରଛାତ୍ରୀ ଚାକିରିରୁ ବଞ୍ଚିତ ହୋଇ ବ୍ୟବସାୟ କରି ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଏହି ବନ୍ଧୁ ମିଳନରେ ସମସ୍ତେ ଖୁବ୍ ଖୁସି ଅନୁଭବ କରିଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ସମସ୍ତେ ଏକତ୍ରିତ ହେବା ଅତି ସୌଭାଗ୍ୟର ବିଷୟ ବୋଲି ପ୍ରକାଶ କରିଛନ୍ତି। ଯେତେ ଦୂର ଦୂରାନ୍ତରରେ ରହିଥିଲେ ମଧ୍ୟ ଏହି ବନ୍ଧୁ ମିଳନରେ ଆସି ଯୋଗ ଦେବା ଏହା ଏକ ଭଗବାନଙ୍କ ନିର୍ଦ୍ଦେଶ ବୋଲି ପ୍ରକାଶ କରିଥିଲେ। ସ୍କୁଲ ଜୀବନର ଦୁଷ୍ଟାମି ରାଗରସାର ଅଭୁଲା ସ୍ମୃତିକୁ ମନେ ପକାଇ ଖୁବ୍ ଆନନ୍ଦିତ ହୋଇଥିଲେ। ଯେଉଁମାନେ ଦିନେ ଦୁଷ୍ଟାମି ହୋଇ ପରସ୍ପର ମଧ୍ୟରେ ଝଗଡ଼ା କରୁଥିଲେ, ସେହି ପିଲାଦିନର ସାଥୀ ଆଜି ଏକତ୍ରିତ ହୋଇ ଯେ କେତେ ଖୁସି ଅନୁଭବ କରିଥିବେ, ତାହା କେବଳ ଅନୁଭବୀ ହିଁ ଜାଣିପାରିବ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିମ୍ବାଧର ବୁଧିଆ, ସୁରେନ୍ଦ୍ର କୁମାର ସାହୁ, ଚୁମନ ଭାଟି ଓ ତାଙ୍କ ସାଙ୍ଗସାଥୀମାନଙ୍କ ନେତୃତ୍ୱରେ ବନ୍ଧୁ ମିଳନ ଆୟୋଜିତ ହୋଇଥିଲା। ଏହି ବନ୍ଧୁ ମିଳନ ଅନ୍ୟ ବ୍ୟାଚର ପିଲାମାନଙ୍କ ପାଇଁ ଏକ ପ୍ରେରଣା ହେବ ବୋଲି ସାଧାରଣରେ ଆଶା କରାଯାଉଛି। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଧିଆଙ୍କ ରିପୋର୍ଟ, এবି ନ୍ୟୁଜ।